ରାତିରେ ପଥର ପାଲଟି ଯାଏ ମଣିଷ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା? ବାସ୍ତବରେ ବନ୍ଧୁ ଏହା ହିଁ ସତ। ତେବେ ଆସନ୍ତୁ ଜାଣିବା କେଉଁଠି ସେ ସ୍ଥାନ। ଭାରତ ମନ୍ଦିରର ଦେଶ, କୋଟି କୋଟି ଲୋକଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ହେଲେ ମୁଁ ଆଜି ଆପଣମାନଙ୍କୁ ଏମିତି ଏକ ରହସ୍ୟମୟ ମନ୍ଦିର ବିଷୟରେ କହିବି ଯେଉଁଠି ସନ୍ଧ୍ୟା ପରେ କେହି ରୁହନ୍ତି ନାହିଁ। ଏହା ହେଉଛି ରାଜସ୍ଥାନର ବାଡମେରରେ ଥିବା କିରାଡୁ ମନ୍ଦିର। ଏହାର ସୁନ୍ଦର କଳାକୃତି ପାଇଁ ଏହାକୁ ରାଜସ୍ଥାନର ଖଜୁରାହୋ ବୋଲି କୁହାଯାଏ। କିମ୍ବଦନ୍ତୀ କହେ ଓ ଲୋକଙ୍କର ବିଶ୍ୱାସ ରହିଛି ଏଠାରେ ଜଣେ ସାଧୁଙ୍କର ଭୟଙ୍କର ଅଭିଶାପ ଲାଗିଛି। ଥରେ ଜଣେ ସାଧୁ ଦେଶ ଭ୍ରମଣରେ ଯାଇ ଫେରିବା ପରେ ଦେଖିଲେ ଯେ ତାଙ୍କର ଶିଷ୍ୟ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଜଣେ କୁମ୍ଭାର ବ୍ୟତୀତ ଗାଁର ଅନ୍ୟ କେହି ତାଙ୍କର ଯତ୍ନ ନେଇନାହାନ୍ତି। ଫଳରେ ଗ୍ରାମବାସୀଙ୍କ ମାନବିକତା ଶୂନ୍ୟ ଦେଖି ସାଧୁ ଅଭିଶାପ ଦେଇଥିଲେ ଯେ ସମସ୍ତ ଗ୍ରାମବାସୀଙ୍କ ହୃଦୟ ପଥର ପରି ହୋଇଥିବାରୁ ସେମାନେ ପଥରରେ ପରିଣତ ହେଇଯାଆନ୍ତୁ। କେବଳ ସେହି କୁମ୍ଭାରକୁ ସନ୍ଧ୍ୟା ପୂର୍ବରୁ ଗାଁ ଛାଡ଼ି ଚାଲିଯିବାକୁ କହିଥିଲେ ଏବଂ ଆଉ ମଧ୍ୟ କହିଥିଲେ ଯେ ତୁମେ ଗାଁ ଛାଡ଼ି ଯିବା ସମୟରେ ପଛକୁ ଚାହିଁବ ନାହିଁ। କିନ୍ତୁ କୁମ୍ଭାର ଜଣକ ସାଧୁଙ୍କ କଥା ନ ମାନି ପଛକୁ ଚାହିଁବାରୁ ସେ ମଧ୍ୟ ପଥର ପାଲଟି ଯାଇଥିଲେ। ସେହିଦିନ ଠାରୁ ଏହି ବିଶ୍ୱାସ ରହିଛି ଯେ ଯଦି କେହି ସନ୍ଧ୍ୟା ପରେ ଏହି ମନ୍ଦିରର ପରିସରରେ ରୁହନ୍ତି ତେବେ ସେ ପଥର ପାଲଟି ଯାଆନ୍ତି। ତେଣୁ ଆଜି ବି ସନ୍ଧ୍ୟା ପରେ ତଥା ରାତିରେ ଏହି ମନ୍ଦିର ନିଛାଟିଆ ହେଇଯାଏ। ଆପଣ କ'ଣ କେବେ ଏହି ମନ୍ଦିରକୁ ଯାଇଛନ୍ତି? କମେଣ୍ଟରେ ଜଣାନ୍ତୁ। ଏହିଭଳି ଇଣ୍ଟରେଷ୍ଟିଂ ତଥା ଇନଫର୍ମେଟିଭ ଭିଡ଼ିଓ ଦେଖି ତାର ମଜା ନିଅନ୍ତୁ ଆଉ ବିଭିନ୍ନ ମନ୍ଦିର ତଥା ତୀର୍ଥସ୍ଥାନ ଦର୍ଶନ କରିବା ପାଇଁ ଆମ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।